सेथिरे से डाकी कहिला, हे पिता अब्राहम, मते दया करी लाजार को पठाई दियंतु, जेपरी से पानी रे आपना अंगुलीर टीप बुड़ाई मोर जीभ को ठंडा करे, कारण मु एही नियारे कलबल हेउछि। धन्यवाद। यह एक अति जनाशुना परिचित शास्त्रांश अटे। कहा पाई मध्य यह गोटे नुआ परी विषय बिल्कुल नुहे। यह जीशुक मुख निसृत एक दृष्टांत अटे। साधारणतः समस्त दृष्टांत मानक अपेक्षा यह टिके भिन्न रकम देखा जाए, कारण केतेक जिहुदीय परंपरा एवं पर्टिकुलर नाम रही हेतु कहा जाए जे यह एक काल्पनिक कपल कल्पित विषय नुहे। सेमिति प्रकार भावनार दृष्टांत जीशु यह प्रकाश करना। कहकु गले जीशुंक समय रे किंबा तांको पूर्वरु एक सत्य घटना यह घटिथिला। आउ सेही सत्य घटना को जीशु दृष्टांत छଳରେ ଲୋକମାନଙ୍କୁ ଏହି କଥା ଧନୀ ଓ ଲାଜାରର କଥା ସେ କହିଥିଲେ। ଆମେ ଏହାର ବୃତ୍ତାନ୍ତ ଘଟଣା ସକଳ ଭଲ ଭାବେ ଜାଣୁ। ଏହି ସ୍ଥାନରେ ଆମେ ଦେଖିବାକୁ ପାଉଛୁ ଯେ ସେ ଧନୀ ବ୍ୟକ୍ତି ଯିଏ ମହା ଆଡ଼ମ୍ବରରେ ଜୀବନଯାପନ କରୁଥିଲା, ସେ ଧନୀ ବ୍ୟକ୍ତି नरक जंत्रणा से छटपट हेउछंती एवं नरकरु एक चित्कार गोटे प्रकार रोल उठिबा आमे देखिबा को पाउछु। गोटे विकलर डाक जहा ताहा आमे एही स्थान रे देखुछु। आउ एहा निश्चित भावे ध्यान आकर्षणकारी हेबा उचित जे नरकरु गोटे डाक आउ ताहा जंत्रणामय स्थानरु ए डाकरा आउ से जंत्रणा रे जर्जरित होई कलबल होई छटपट होई से चित्कार करुछि। गोटे निवेदनर प्रार्थना गुहारी से जणाउछि। आमे जगत रे थिबा बेले हुए तो कार्य व्यस्तता रो जीवन मध्य रे आमे थिले मध्य आम मन ध्यान एणे तेणे धावमान हेउथिले मध्य ए नरकर चित्कार उपरे आमे निश्चित भावे ध्यान देबा दरकार। जबे आमे एही पद निकट को आसु, गोटे भिन्न दृष्टिकोण आमे तीनोटी विषय को लक्ष्य करने को पारिबा। नर्क संबंध में प्रथम विषय, नर्क एक वास्तविक लिटरल आक्षरिक स्थान अटे। ताहा कौनसी मन गढ़ा काल्पनिक विषय डरैबा पाई परिवर्तन करिबा पाई बाइबल प्रकाश करू नाही। सूर्य चंद्र पृथ्वी नक्षत्र गण जेमिति अछंती, ठीक सही परी नर्क मध्य वास्तविक भावे ए विश्व ब्रह्मांड मध्य गोटे निर्दिष्ट स्थान रे ताहा रहिछि। नूतन नियम रे प्राय 162 थर नर्क शब्द देखा मिले। ताहा एक वास्तविक स्थान।
କହିବାକୁ ଗଲେ ପାରଦୀସ ଏବଂ ନର୍କ ଏ ଦୁଇଟି ସ୍ଥାନ ଗୋଟିଏ ପ୍ରକାର ଟେମ୍ପୋରାରୀ ଲୋକେସନ। ପାରଦୀସରେ ଯେତେକ ପୁରାତନ ନିୟମର ସାଧୁମାନଙ୍କ ଆତ୍ମା ରହିଥିଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ଗ୍ରହଣ କରି ସ୍ୱର୍ଗକୁ ନେଇଛନ୍ତି। ଆଉ ଗୋଟିଏ ଦିନ ଏହି ନର୍କ ମଧ୍ୟ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେବ। 1000 ବର୍ଷର ଶାନ୍ତିରାଜ୍ୟ ପରେ ବା ଶ୍ଵେତ ସିଂହାସନର ବିଚାର ପରେ ଏ ନର୍କକୁ ପ୍ରଭୁ ଈଶ୍ୱର ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ କରିବେ। ଏବେ ମନୁଷ୍ୟ ମରିବା କ୍ଷଣେ ଯଦି ସେ ପରିତ୍ରାଣ ବିହୀନ ହୋଇ ମରୁଅଛି, ତତ୍କ୍ଷଣାତ୍ ତାର ଆତ୍ମା ନର୍କକୁ ଯାଇଥାଏ। ପରେ ଯୁଗାନ୍ତ ସମୟରେ ଏକ ନିର୍ଦ୍ଦିଷ୍ଟ ଶରୀର ଧାରଣ କରି ସେ ଉତ୍ଥିତ ହେବ, ବିଚାରିତ ହେବ ଏବଂ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେବ। ପରିତ୍ରାଣ ବିହୀନ ଲୋକେ ଯେତେବେଳେ ଯେଉଁଠି ମଧ୍ୟ ମରନ୍ତି, ତତ୍କ୍ଷଣାତ୍ ସେମାନେ ନର୍କ ମଧ୍ୟରେ ପ୍ରବେଶ କରନ୍ତି। ତାହା ଏକ ବାସ୍ତବିକ ସ୍ଥାନ ଅଟେ। 162 ଥର ନୂତନ ନିୟମ ଏ ନର୍କର କଥା କହିବା ବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତହିଁରୁ 70 ଥର ସେ ନିଜେ କହିଅଛନ୍ତି। ତାମାନେ ତାହା ନିଶ୍ଚିତ ଆଉ ବାସ୍ତବିକ ଏବଂ ସତ୍ୟ। ଅନ୍ୟ ପାର୍ଶ୍ୱରେ କହିବାକୁ ଗଲେ ସ୍ୱର୍ଗ ବିଷୟରେ ଯେତିକି ଥର ଯୀଶୁ କହିଛନ୍ତି, ତାଠାରୁ ବେଶୀ ଯୀଶୁ ନର୍କ ବିଷୟରେ କହିଅଛନ୍ତି। ବାଇବେଲ ମଧ୍ୟରେ ପ୍ରାୟ 4ଟି ଶବ୍ଦ ଏ ନର୍କକୁ ସୂଚେଇବା ସମ୍ବନ୍ଧରେ ବ୍ୟବହୃତ। ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ତାହା ବ୍ୟବହୃତ। ଗେହେନା, ହେଇଡେସ୍, ଶିଓଲ ଆଉ ଟାର୍ଟସ୍। ନର୍କ ଏକ ବାସ୍ତବିକ ସ୍ଥାନ ଅଟେ। ଆଉ ନର୍କ ଏହି ପ୍ରକାର ଯେ ମନୁଷ୍ୟ ପରିତ୍ରାଣ ବିହୀନ ହୋଇ ଯେଉଁ ମୁହୂର୍ତ୍ତରେ ମରେ, ଜଗତ ଛାଡ଼େ, ସେ ସେହି ମୁହୂର୍ତ୍ତରେ ତତ୍କ୍ଷଣାତ୍ ସେ ନର୍କକୁ ଯାଏ। ଅନେକ ସମୟରେ ଭାବେ ଏ ମନୁଷ୍ୟ ଯେ ଏତେ ଜଞ୍ଜାଳ ଜଗତରେ ମୁଁ ସହିପାରୁନାହିଁ, ଯଦି ମୁଁ ମରିଯିବି ଲେଖା ସରିଯିବ, ମୁଁ ଶାନ୍ତିରେ ରହିପାରିବି। କିନ୍ତୁ ତାହା କୌଣସି ପ୍ରକାରେ ସତ୍ୟ ନୁହେଁ। ଜଗତରେ ଯେତିକି ଯନ୍ତ୍ରଣା, ଜଗତରେ ଯେତିକି ଜଞ୍ଜାଳ, ଜଗତରେ ଯେତିକି ସମସ୍ୟା, ନର୍କକୁ ଯିବା ପରେ ଏମିତି ସମସ୍ୟା, ଏମିତି ଯନ୍ତ୍ରଣା, ତାର ହୁଏତ ବର୍ଣ୍ଣନା କରାଯାଇପାରିବ ନାହିଁ। ଆଉ ଜଗତର କୌଣସି ଯନ୍ତ୍ରଣା ନର୍କର ଯନ୍ତ୍ରଣା ସହିତ ସମାନ ହୋଇପାରିବ ନାହିଁ। ନର୍କ ଏକ ବାସ୍ତବିକ ସ୍ଥାନ ଅଟେ। ଦ୍ୱିତୀୟ ବିଷୟ ଆମେ ଲକ୍ଷ୍ୟ କରିବା, ନର୍କ ଏକ ଯନ୍ତ୍ରଣାମୟ ସ୍ଥାନ ଅଟେ। ବାସ୍ତବିକ, ପୁରା ସତ୍ୟ, କାଳ୍ପନିକ ନୁହେଁ। ଏବଂ ଦ୍ୱିତୀୟ କଥା ନର୍କ ସମ୍ବନ୍ଧରେ, ତାହା ଆରାମଦାୟକ ସ୍ଥାନ ନୁହେଁ, ଏକ ଯନ୍ତ୍ରଣାମୟ ସ୍ଥାନ ଅଟେ। ଏ 24 ପଦକୁ ଲକ୍ଷ୍ୟ କରନ୍ତୁ। ତାହା ଖ୍ରୀଷ୍ଟ ବିହୀନ ଏକ ସ୍ଥାନ। ଜଗତରେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତା
ତାଙ୍କ ଉପସ୍ଥିତି ଆମେ ପାଇପାରୁଛୁ। ନର୍କ ଏମିତି ଗୋଟିଏ ସ୍ଥାନ ଖ୍ରୀଷ୍ଟ ବିହୀନ ଅନନ୍ତକାଳୀନ ସ୍ଥାନ। ତାହା ଯଦ୍ୟପି ଟେମ୍ପରାରୀ, ତାହା ନିକ୍ଷିପ୍ତ ହବ ଅଗ୍ନିମୟ ହ୍ରଦରେ। ଖ୍ରୀଷ୍ଟ ବିହୀନ, ଆଉ ଏହା ଅତି ପରିତାପର ବିଷୟ। ମନୁଷ୍ୟ ଏତେ ଜ୍ଞାନଧାରୀ ହୋଇ, ଏତେ ଚାଲାକ ଚତୁରତାର ପଣ ଦେଖେଇ ସେ ଜୀବନରେ ହାରିଯାଇ ନର୍କରେ ନିକ୍ଷିପ୍ତ ହୋଇ ସେ ଖ୍ରୀଷ୍ଟ ବିହୀନ ଅନନ୍ତ କାଳ କେମିତି କାଟିବ? ଅତି ଦୁଃଖଦାୟକ ବିଷୟ। ଆଉ ତାହା ସବୁଦିନ ପାଇଁ ଏକ ପୃଥକୀକୃତ ସ୍ଥାନ ଅଟେ। ଆଉ ଏମିତି ପ୍ରକାର ବିଚ୍ଛିନ୍ନ ଆଉ ପୃଥକୀକୃତ ସ୍ଥାନ ଯେ କେବେ ମଧ୍ୟ ସେ ନର୍କର ଲୋକେ ସ୍ୱର୍ଗକୁ ଯାଇପାରିବେ ନାହିଁ, କିମ୍ବା ସ୍ୱର୍ଗର ଲୋକ ନର୍କକୁ ଆସିପାରିବେ ନାହିଁ। ତାହା ସବୁଦିନ ପାଇଁ ବିଚ୍ଛିନ୍ନ, ପରାଭିନ୍ନ ଆଉ ପୃଥକୀକୃତ ସ୍ଥାନ। ଆଉ ସେହି ନର୍କ ଏମିତି ବହୁତ ବିଶ୍ୱାସ, ଭକ୍ତି, ପ୍ରାର୍ଥନା ସେ ନର୍କରେ ଦେଖାଯିବ, କିନ୍ତୁ କୌଣସି ବିଶ୍ୱାସ କି କୌଣସି ପ୍ରାର୍ଥନା ଗ୍ରାହ୍ୟଯୁକ୍ତ ହୋଇପାରିବ ନାହିଁ। ମନୁଷ୍ୟ ଏଇଠି ଯେତିକି ବିଶ୍ୱାସ କରୁଛି, ତାଠୁ ବେଶୀ ବିଶ୍ୱାସ ହୁଏତ ନର୍କରେ ଦେଖାଯିବ। ଯେତିକି ପ୍ରାର୍ଥନା ଜଣେ କରୁଛି ପରିତ୍ରାଣ ବିହୀନ ହୋଇ, ନର୍କକୁ ଗଲା ପରେ ବେଶୀ ପ୍ରାର୍ଥନା, हे पिता अब्राहम, हे पिता अब्राहम, हे ईश्वर, हे ईश्वर, हे प्रभु जीशु ख्रीस्ट, तुम्हे उद्धार करता, मु विश्वास करुछि। ताको पकेइबो, आउ ताहा वास्तविक विश्वास मध्य होई पारिबो, आउ विश्वास रो उणा मध्य रहिबो नाही। तथापि दुखर विषय होछि एहा जे कौनसी विश्वास कि कौनसी प्रार्थना ग्राह्ययुक्त होई पारिबो नाही। आउ सेही नर्क एक सचेतनर स्थान अटे। अनेक समय मनुष्य भावे मला परे सब गला, आउ ए जीवन लुप्त हजिଯିब, माटी रे मिसिଯିब, किंतु ताहा शरीर सिना माटी रे मिशुछि, ए आत्मा परित्राण विहीन आत्मा नर्क मध्यरे, आउ ताहा सदा सचेतना प्राप्त होई फुल अवेयर नर्क मध्यरे। आमे एइठी टिके अवहेला हेई जाई पारू, एब्सेंट माइंड हमर आसी जाई पारे, किंतु नर्करे संपूर्ण अवेयरनेस, सचेतनता संपूर्ण भावे नर्करे कौन हेउछि मोर, एहा केमिति मो पाए खटिला, मु एडे विपत्ति रे आसी पड़ी गली केमिति, आउ एते जंत्रणा मु लगुची कि प्रकार। फुल अवेयरनेस नर्क मध्यरे। सती केवल नुह, ए आत्मा अतृप्त आत्मा अतृप्त हुई सेठारे झुरी झुरी विकल विकल रे डाक पारी रहुछि। पिता अब्राहम लाजार को अंगुलीर टिप्परे मते पानी टिके दियो, पानी बुंदे पाई ए आत्मा छटपट विकल प्राय, तृषा तृषारे अतृप्तता भरा ए आत्मा छटपट सेठी टिकिए
ଟୋପେ ପାଣି ପାଇଁ ବିକଳ। ପାଣି ଯେ ତାକୁ ସନ୍ତୁଷ୍ଟ କରିବ ତାହା ନୁହେଁ, ତଥାପି ଏ ଅତୃପ୍ତ ମନ ଅତୃପ୍ତ ଆତ୍ମା ଛଟପଟ ସେହି ପ୍ରକାର। ଆଉ ତାହା ଅଲିଭା ଅଗ୍ନିରେ ସଦା ପ୍ରଜ୍ୱଳିତ ଏକ ସ୍ଥାନ। ଅଲିଭା ଅନନ୍ତକାଳୀନ ଅଗ୍ନି ସବୁବେଳେ ତହିଁରେ ପ୍ରଜ୍ୱଳିତ। ବାଇବେଲ ମଧ୍ୟରେ ସେ ନର୍କର ଅଗ୍ନି ବିଷୟରେ ପ୍ରାୟ 27 ଥର ଉଲ୍ଲେଖ କରାଯାଇଛି। ଅଗ୍ନି ଆଉ ଅଗ୍ନି, ଆଉ ତାହା ଅନନ୍ତକାଳୀନ ଅଲିଭା ଅଗ୍ନି। ଏବଂ ଆଶ୍ଚର୍ଯ୍ୟର ବିଷୟ ଏହା, ସେ ଅଗ୍ନି ପ୍ରଜ୍ୱଳିତ ହେବା ସମୟରେ ମଧ୍ୟ ଚିର ଅନ୍ଧକାର ସେଇଠି ରହିଥିବ। ଚିର ଅନ୍ଧକାର। ଅଗ୍ନି ପ୍ରଜ୍ୱଳିତ ହେବା ଆଉ ଅନ୍ଧକାର ରହିବା ତାହା ବିପରୀତ ବିଷୟ ଅଟେ। ତଥାପି ଆଜିକା ସମୟରେ ଜଣାପଡୁଛି ଅଗ୍ନି ଯେତେବେଳେ ପ୍ରଚଣ୍ଡ ଉତ୍ତପ୍ତ ହୋଇଯାଏ ତାର ଶିଖା କଳା ବର୍ଣ୍ଣ ହୋଇଯାଏ। ସମ୍ଭବତଃ ସେ ନର୍କ ମଧ୍ୟରେ ସେ ପ୍ରଚଣ୍ଡ ଉତ୍ତାପର ଅଗ୍ନିଶିଖା କଳାମୟ ହୋଇ ପ୍ରଜ୍ୱଳିତ ହେଉଥିବ। ଆଉ ଯନ୍ତ୍ରଣା ତାର ବର୍ଣ୍ଣନା ନାହିଁ। ଆଉ ସେଇ ନର୍କରେ ସବୁବେଳେ ରୋଦନ ଦନ୍ତର କିଡ଼ିମିଡ଼ି ଶବ୍ଦ ଶୁଭା ଯାଉଥିବ। ରୋଦନ ବେଦନା କିଡ଼ିମିଡ଼ି ଦନ୍ତର କିଡ଼ିମିଡ଼ି। କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ହଉଛି ଏହା ଯେ ଲୋକଟା ଆଉ କାହାକୁ ଦେଖିପାରୁନଥିବ। ନର୍କ ମଧ୍ୟରେ ଶବ୍ଦ ସିନା ଶୁଭା ଯାଉଥିବ, ସହଭାଗିତା ସେ ପାଇପାରୁନଥିବ। ଏକା ଏକାକି ମୁଁ ଏଠାରେ ପରା ପଡ଼ିଛି, ମୁଁ ଏକେଲା କେମିତି ଏଇଠି ପଡ଼ିଯାଇଛି, ଏ ନିରୋଳତାର ଅନୁଭବ ସେ ପାଉଥିବ। କେହି ନୁହନ୍ତି, ମୁଁ ଏକା, ଆଉ ଏଇ ସ୍ଥାନରେ ମୁଁ ଛଟପଟ ହେଉଛି। ଡର, ଭୟ, କମ୍ପନ ଆଉ ଯନ୍ତ୍ରଣା କହିଲେ ନ ସରେ। ଆଉ ସେହି ନର୍କ ଏମିତି ଯନ୍ତ୍ରଣା ଦେଉଥିବ, ଏମିତି ଯନ୍ତ୍ରଣା ଭରା ସ୍ଥାନ ତାହା ହେଇଥିବ, ମନୁଷ୍ୟ କେତେ ଅନୁତାପ କଲେ ମଧ୍ୟ ଆଉ ତହିଁରୁ ସେ ଫେରି ଆସିପାରିବ ନାହିଁ। କେହି ଜଣେ କୁହନ୍ତି ବଟମଲେସ୍ ପିଟ୍ର ଅନୁଭବ ସେ ଆତ୍ମା ସେଇଠି ପାଇବ। ବଟମଲେସ୍ ପିଟ୍ ମାନେ ପାତାଳ କୁଣ୍ଡ, ତଳ ନଥିବା ବା ପୃଷ୍ଠ ନଥିବା ଗୋଟେ ଖାଲ। ଉଡ଼ାଜାହାଜରୁ ଜଣେ ପଡ଼ିଗଲେ ଯେମିତି ତଳକୁ ତଳକୁ ଖସିବାର ଅନୁଭବ ପାଏ, ନର୍କକୁ ଗଲା ପରେ ସେ ଲୋକଟା, ସେ ଆତ୍ମା ସେହି ପ୍ରକାର ସ୍ଥିର ଭାବରେ ମୁଁ କେଉଁଠି ଅଛି ପରା ସେ ଅନୁଭବ କରିବ ନାହିଁ। ମୁଁ କେଉଁଠି ପଡ଼ିଯାଉଛି। ଭୀଷଣ ଯନ୍ତ୍ରଣାର ସ୍ଥାନ। 25 ପଦଟି ଅତି ଆଶ୍ଚର୍ଯ୍ୟଜନକ ଅଟେ। କିନ୍ତୁ ଅବ୍ରାହମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟ ସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟ ସବୁ ପାଇଲା, ଏହା ମନେ କର। କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। ପଚିଶ ପଦରେ ଆମେ ଦେଖୁଛୁ
ଯେ ମୃତ୍ୟୁ ପରେ ମଧ୍ୟ ଆତ୍ମାରେ ବ୍ୟକ୍ତିର ପରିଚୟ ଥାଏ। ମୃତ୍ୟୁ ପରେ ମଧ୍ୟ ସେ ଆତ୍ମା ଯେଉଁ ଆତ୍ମା ନରକକୁ ଯାଏ ବ୍ୟକ୍ତିର ପରିଚୟ ଥାଏ। ଅବ୍ରାହମ ତାଙ୍କୁ କହୁନାହାନ୍ତି ଆରେ ଆତ୍ମା ରେ ଦୁଷ୍ଟ ଆତ୍ମା ରେ ପାପୀ ଆତ୍ମା, ତାହା କହୁନାହାନ୍ତି। ସେ କହୁଅଛନ୍ତି ସତେ ଯେମିତି ଆମେ ଏଇଠି ଯେଉଁ ଲାଙ୍ଗୁଏଜ ବ୍ୟବହାର କରୁ ସେହି ପ୍ରକାର ଲାଙ୍ଗୁଏଜ, ପୁଅରେ ଆତ୍ମାକୁ ନାଇଁ, ସେ ଆତ୍ମାରେ ବ୍ୟକ୍ତିର ପରିଚୟ। ସେ ଆତ୍ମାକୁ ଯଦି ପଚରା ଯିବ ତୁମେ କିଏ, ତାର ନାମ ସେ କହିବ। ଆମେ ଅନେକ ସମୟରେ ଭାବୁ ମଲେ ସବୁ ଗଲା, ମୋର ସବୁ କିଛି ଯିବ, ମୁଁ ଶାନ୍ତିରେ ରହିପାରିବି, ଆଉ କଣ ହେବ ମୁଁ ଜାଣିପାରିବି ନାହିଁ। ସେ ସବୁ ଭ୍ରାନ୍ତ ଧାରଣା। ଏ ପୃଥିବୀ ପୃଷ୍ଠରେ ଆମେ ଯେତିକି ସଜାଗ ଆଉ ସଚେତନ, ନର୍କରେ ଲୋକେ ତାଠୁ ବେଶୀ ସଚେତନରେ ରହିବେ, ଆଉ ତାଙ୍କ ପରିଚୟ ସେହିପରି ହିଁ ରହିଥିବ। ଆଉ ସେ 25 ପଦରେ ଆମେ ଦେଖିବାକୁ ପାଉଛୁ ନର୍କ ଏକ ସକ୍ରିୟ ସ୍ମରଣ ଓ ଅନୁତାପର ସ୍ଥାନ ଅଟେ। ସକ୍ରିୟ ସ୍ମରଣ ସେଠାରେ ରହିବ, ଆକ୍ଟିଭ ମେମୋରି ସେଠି ରହିଥିବ। ମନେ କର ତୁମେ ପୃଥିବୀରେ ଥିବା ବେଳେ, ବଞ୍ଚିତ ଥିବା ବେଳେ ଲାଜାର ତମ ଫାଟକ ପାଖରେ ଥିଲା, ଆଉ ତୁମେ ଆଡମ୍ବରରେ ଜୀବନ ଯାପନ କରୁଥିଲ। ସ୍ମୃତି ସବୁବେଳେ ଆକ୍ଟିଭ ହୋଇ ନ କରେ। ପୃଥିବୀରେ ମୋର କଣ ଘଟିଥିଲା, କଣ ହେଇଥିଲା, ଆଉ ବିଶେଷ ଭାବେ ଏଇ ସ୍ମରଣ ତାକୁ ଖାଇଲା କରୁଥିବ ଯେ ଆରେ ସଭାଟା ଯାଇଥିଲି, ସଭାରେ ଘଣ୍ଟା ଘଣ୍ଟା ବସିଥିଲି, ବାକ୍ୟ ପ୍ରଚାର ଶୁଣିଲି, ହେଲେ ମୁଁ ଯୀଶୁଙ୍କୁ ବିଶ୍ୱାସ କରିପାରି ନାହିଁ। ଛୋଟିଆ ଜାଗତିକତା ପାଇଁ, ଛୋଟିଆ ଲୋଭ ପାଇଁ, ଛୋଟିଆ ଦୁର୍ବଳତା ପାଇଁ ମୁଁ ଯୀଶୁଙ୍କୁ ବିଶ୍ୱାସ କରିପାରିଲି ନାହିଁ। ଆଜି ତାର ପରିଣାମ ସ୍ୱରୂପେ ମୁଁ ଏତେ ଯନ୍ତ୍ରଣା ପାଉଛି। ବାରମ୍ବାର 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 ସେହି ବିଷୟଟି ସୁଯୋଗକୁ ହାତ ଛଡ଼ା କରିବାର, ପରିତ୍ରାଣ ପାଇବାର ସୁଯୋଗକୁ ଟିକିଏ ଟିକିଏ ସେ କେମିତି ହାତ ଛଡ଼ା କରିଦେଇଛି। ସେହି ସ୍ମରଣ ତାହାକୁ ବହୁତ ଯନ୍ତ୍ରଣା ଦେଉଥିବ, ଆଉ ସେ ପରିତାପ କରୁଥିବ, ଅନୁତାପ କରୁଥିବ, କିନ୍ତୁ ସେ ଅନୁତାପର ମୂଲ୍ୟ ଆଉ କିଛି ରହିବ ନାହିଁ ସେତେବେଳେ। ପ୍ରିୟ ବନ୍ଧୁ, ଏହା ବାଇବେଲର ବିଷୟ, ଏହା ସତ୍ୟ ବିଷୟ ଅଟେ। ସୁଯୋଗ ଆଜି ଆଉ ପ୍ରଭୁ ଆମମାନଙ୍କୁ ଦେଇଅଛନ୍ତି ଏ ଈଶ୍ୱରୀୟ ସୁଯୋଗ। ଆମେ ଅନେକ ସମୟରେ ଭାବୁଛେ ଯେ ନା, ମୁଁ ଭାରି ଜ୍ଞାନୀ ଅଟେ, ମୁଁ ଅତି ଚାଲାକ, ମୁଁ ଜାଣିଛି କଣ କରିବା, କେତେବେଳେ କଣ କରିବା, ମୁଁ ଜାଣିଛି, ମତେ କେହି ବୁଝେଇବା ଦରକାର ନାହିଁ। ଆମ ସ୍ମାର୍ଟନେସ୍ ଆମେ ଡିସପ୍ଲେ କରିଥାଉ ଜଗତ ମଧ୍ୟରେ, କିନ୍ତୁ ଅନେକ ସମୟରେ এই ଜୀବନ ହାରିଯିବା, ଅନନ୍ତ ଜୀବନରୁ ବଞ୍ଚିତ ହେବା ଯଥେଷ୍ଟ ସମ୍ଭାବନା ରହିଛି। ଟିକିଏ ଟିକିଏ ସୁଯୋଗକୁ ମିସୟୁଜ କରିବା ଦ୍ୱାରା, ହାତ ଛଡ଼ା କରିବା ଦ୍ୱାରା। ଆଜି ପ୍ରଭୁ ପର୍ଯ୍ୟାପ୍ତ ଭାବେ ଆମମାନଙ୍କୁ ସେ ସୁନ୍ଦର ସୁଯୋଗ ଦେଇଛନ୍ତି, ଆଉ ସେ ଡାକୁଅଛନ୍ତି, କଥା କହୁଅଛନ୍ତି, ଆଉ ସେ ଆହ୍ୱାନ କରୁଅଛନ୍ତି, ଆସ ମତେ ବିଶ୍ୱାସ କର। ଯେଉଁ ମୁହୂର୍ତ୍ତରେ ଆମେ ଯୀଶୁଙ୍କୁ ବିଶ୍ୱାସ କରିବା, ଆମେ ଯେତେ ବଡ଼ ପାପୀ ମଧ୍ୟ ଯଦି ଆମେ ବିଶ୍ୱାସ କରିବା ତାହାଙ୍କୁ,
ସେଇ ମୁହୂର୍ତ୍ତରେ ଆମେମାନେ ଉଦ୍ଧାର ପାଇବା। ନଚେତ୍ ନର୍କକୁ ଯିବା ପରେ ହୁଏତ କେତେ ବିକଳ ବିକଳ ହୋଇ ଅନୁତାପ କରୁଥିବେ ଯେ ଟିକିଏ ବିଶ୍ୱାସ ନ କରିପାରି ଆଜି ଏ ନର୍କରେ ମୁଁ ଏତେ କଲବଲ ହେଉଛି। ନର୍କ ଏକ ଯନ୍ତ୍ରଣାମୟ ସ୍ଥାନ, ଆଉ ତାରି ଯନ୍ତ୍ରଣା ଜଗତର କୌଣସି ଯନ୍ତ୍ରଣା ସହିତ ସମାନ ହୋଇପାରିବ ନାହିଁ। ଆଉ ଜଗତର ବଡ଼ ବଡ଼ ଯନ୍ତ୍ରଣା ନର୍କର ଛୋଟିଆ ଯନ୍ତ୍ରଣା ଆଗରେ ତାହା ସମ୍ପୂର୍ଣ୍ଣ ରୂପେ ହାର ମାନିବ। ସେମିତି ଗୋଟେ ଯନ୍ତ୍ରଣାମୟ ସ୍ଥାନ ଆଗରେ ରହିଛି। ଆଜି ପ୍ରସ୍ତୁତ ହେବାର ସମୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଆପଣମାନଙ୍କୁ ଦେଇଛନ୍ତି। ପଚାରି ଦେଖନ୍ତୁ, ବର୍ଷ ତମାମ 365 ଦିନର ଏହି ବର୍ଷ ମାତ୍ର ଦିନେ 2 ଦିନ ଭିତରେ ଏ କ୍ୟାଲେଣ୍ଡର ଇୟର ଆମଠାରୁ ବିଦାୟ ନେଇ ଯାଉଛି। ଅନୁଗ୍ରହର ସମୟକୁ ଆମେ କେମିତି ବ୍ୟର୍ଥ କରିଦେଇଛେ। ଆମ ନିଜ ଇଚ୍ଛାରେ ନିଜ ସ୍ୱାର୍ଥ ସିଦ୍ଧି ପାଇଁ ଆମେ ବିକି ହେଇଯାଇଛୁ ପାପରେ, ଆଉ ଲାଖି ରହିଯାଇଛୁ। ଅନୁତାପ ପୂର୍ବକ ଗୋଟିଏ ମିନିଟ ଅନୁତାପ ପୂର୍ବକ ସେଇ ପ୍ରଶ୍ନ ଆମ ସମ୍ମୁଖରେ ରଖୁ, ମୁଁ ଯଦି ଆଜି ମରିଯାଏ ମୁଁ ସ୍ୱର୍ଗକୁ ଯିବି ନା ନର୍କକୁ ଯିବି? ପ୍ରିୟ ବନ୍ଧୁ, ନର୍କ ଏକ ଆଉ କାଳ୍ପନିକ ବିଷୟ, କାଳ୍ପନିକ ସ୍ଥାନ ନୁହେଁ, ଗୋଟେ ଷ୍ଟୋରି ଟେଲିଂ ପରି କଥା ତା ନୁହଁ, ତାହା ଏକ ବାସ୍ତବିକ ସ୍ଥାନ। ଦ୍ୱିତୀୟ ବିଷୟ ଆମେ ଦେଖିଲେ, ନର୍କ ଏକ ଯନ୍ତ୍ରଣାମୟ ସ୍ଥାନ ଅଟେ, ଯନ୍ତ୍ରଣା ଭରା ସ୍ଥାନ ନର୍କ ଅଟେ। ଆଉ ତୃତୀୟ ବିଷୟ ଆମେ ଲକ୍ଷ୍ୟ କରୁ, ନର୍କରୁ ଉଦ୍ଧାର ପାଇବା ପାଇଁ ବଡ଼ ମିରାକଲ ଅପେକ୍ଷା ସୁସମାଚାର ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ। ନର୍କରୁ ଉଦ୍ଧାର ପାଇବା ପାଇଁ ବଡ଼ ମିରାକଲ ଅପେକ୍ଷା ସୁସମାଚାର ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେମିତି? ଲୋକଟା, ଏ ଧନୀ ଲୋକଟା ନର୍କରେ ରହି ପିତା ଅବ୍ରାହମଙ୍କ ନିକଟରେ 2ଟି ପ୍ରାର୍ଥନା ସେ କରନ୍ତି। ଗୋଟିଏ ପ୍ରାର୍ଥନା ଯେ ଲାଜାରଙ୍କ ମାଧ୍ୟମରେ ଟିକେ ପାଣି ଟୋପାଏ ଦିଅ, ତାହା ଗ୍ରାହ୍ୟଯୁକ୍ତ ହେଲା ନାହିଁ। ଯେତେବେଳେ ତାହା ଫେଲ ମାରୁଛି, ସେ ଦ୍ୱିତୀୟ ପ୍ରାର୍ଥନା ରଖୁଛି। ବଡ଼ ଜ୍ଞାନର ସହିତ, ଚିନ୍ତାର ସହିତ ଏହି ପ୍ରାର୍ଥନା ସେ ରଖୁଛି। କଣ ତାହା? ଯେ ପିତା, ଆମ ଘରେ 5 ଭାଇ ଅଛନ୍ତି, ଲାଜାରକୁ ଟିକେ ପଠେଇ ଦିଅ, ଏ ବାର୍ତ୍ତା ଜଣେଇ ଦିଅ, ଆଉ ନିଶ୍ଚିତ ଭାବେ ମୋ ଭାଇମାନେ ପରିବର୍ତ୍ତିତ ହେବେ, ଆଉ ସେମାନେ ଏ ନର୍କ ଯନ୍ତ୍ରଣା ପାଇପାରିବେ ନାହିଁ। ଭଲ କଥା, ସେଲ୍ଫଲେସ୍ ପ୍ରେୟାର, ଭଲ ଗୁହାରି, ଭଲ ପ୍ରାର୍ଥନା, ତାହା ମଧ୍ୟ ଗ୍ରାହ୍ୟଯୁକ୍ତ ହେଉନାହିଁ। ଆଉ ସିମ୍ପଲ ଆନ୍ସର ଅବ୍ରାହମ କହୁଛନ୍ତି, ଦେଉଛନ୍ତି ଯେ ମୋସାଙ୍କ ବ୍ୟବସ୍ଥା ପୁସ୍ତକ ଅଛି, ତାହା ଯଥେଷ୍ଟ, ତାହା ସେମାନେ ପଢନ୍ତୁ। ଲୋକଟା ଫୁଲ ଆୱେର, ସମ୍ପୂର୍ଣ୍ଣ ରୂପେ ସଚେତନରେ ସେ ଅଛନ୍ତି। ଆଉ ସେ ଦେଖୁଛନ୍ତି ଯେ ଆରେ ବାକ୍ୟ ମୋସାଙ୍କ ସେ ବ୍ୟବସ୍ଥା ପୁସ୍ତକ ପିତା ଅବ୍ରାହମ, ତାହା ଯଥେଷ୍ଟ ହବ ନାହିଁ, ତୁମେ ଲାଜାରକୁ ହିଁ ପଠାଅ। ଆଜି ମଧ୍ୟ ଆମର ଭାବନା ସେମିତି, ନାଇଁ ଆଜ୍ଞା, ଏ ପ୍ଲେନ ବାକ୍ୟ, ତାର ମୂଲ୍ୟ କିଛି ନାହିଁ। ପ୍ଲେନ, ଏତେ ସାଧା ସାଧା ବାକ୍ୟ, ତାର ମୂଲ୍ୟ କଣ? ଅନେକ ସମୟରେ ଆମେ ସେ ଆଧ୍ୟାତ୍ମିକତାକୁ ଏତେ ହାଲକା କରିଦେଇଥାଉ, ହୁଏତ ଅନ୍ୟାନ୍ୟ ବିଷୟ ସେଇଠି ଗୁନ୍ଥିବା ପାଇଁ ଆମେ ପ୍ରୟାସ କରିଥାଉ। ଆଉ ସେ ଦେଖୁଛନ୍ତି ଯେ ନାଇଁ, ବାକ୍ୟଟା କାମ ଦେବ ନାହିଁ, ଗୋଟେ ମିରାକଲ ଏକା ହେବା ଦରକାର। ଆଉ ସେ ମିରାକଲ କଣ? ସେ ସ୍ୱର୍ଗରୁ ଲାଜାର ଯଦି ଯିବ,
ନିଶ୍ଚିତ ଭାବେ ମୋ ଭାଇମାନଙ୍କ କଠିନ ହୃଦୟ ଚୂର୍ଣ୍ଣ ହୋଇଯିବ। ଯେତେବେଳେ ସମ୍ପୂର୍ଣ୍ଣ ରୂପେ ଅବ୍ରାହମ ମନା କରୁଅଛନ୍ତି, ସେଥିରେ ସେ କହିଲେ, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। କେତେ ଜ୍ଞାନ ବିଶିଷ୍ଟ ଉତ୍ତର ସେ ପ୍ରଦାନ କରୁଅଛନ୍ତି ଦେଖନ୍ତୁ। ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। ମାନେ ସବୁଠୁ ବଡ ମିରାକଲ ମୃତମାନଙ୍କ ମଧ୍ୟରୁ ଯଦି ଜଣେ ଯିବ, ଆଉ ସେ ଭାବୁଛି ସ୍ୱର୍ଗରୁ ହେଲେ ଜଣେ ଯିବାର ଅଛି, ନାଇଁ ତ ନର୍କରୁ ହେଲେ ଜଣେ ଯିବାର ଅଛି। ସ୍ୱର୍ଗରୁ ଲାଜାର ଗଲେ ଭାରି ଏଫେକ୍ଟିଭ। ତାପରେ ଅବ୍ରାହମ କହୁଛନ୍ତି, କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୂଷା ଓ ଭାବବାଦୀ ମାନଙ୍କ କଥା ନ ଶୁଣନ୍ତି, ତାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ। ଟପ୍ ମିରାକଲ ପ୍ରଦାନ କଲେ ମଧ୍ୟ ଯଦି ସେମାନେ ସୁସମାଚାରକୁ ଅଗ୍ରାହ୍ୟ କରନ୍ତି, ତେବେ କୌଣସି ପ୍ରକାରେ ସେମାନେ ପରିବର୍ତ୍ତିତ ହୋଇପାରିବେ ନାହିଁ। ମିରାକଲ୍ସ ଗ୍ରେଟ୍, କିନ୍ତୁ ତାଠୁ ବେଶୀ ଗ୍ରେଟ୍ ଈଶ୍ୱରଙ୍କ ବାକ୍ୟ, ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଏ ଦୁଇ ଧାଡିର ସୁସମାଚାର। ଆଜି ହୁଏତ ଆମେ ସମସ୍ତେ ମିରାକଲ୍ସ ପାଇଁ ଉଚ୍ଛୁଳା ମନ, ଛଟପଟ ମନରେ ଭାବମାନ ଆମେ କରିଥାଉ। ଦୁଇ ପଦ ସୁସମାଚାର ଈଶ୍ୱରଙ୍କ ବାକ୍ୟ ଏତେ ଶକ୍ତିଯୁକ୍ତ ଯେ ମୃତମାନଙ୍କ ମଧ୍ୟରୁ ସ୍ୱର୍ଗରୁ କି ନର୍କରୁ ଜଣେ ଉଠି ଆସି ସାକ୍ଷ୍ୟ ଦେଲେ ମଧ୍ୟ ସେ ସାକ୍ଷ୍ୟ ମୂଲ୍ୟ ରହିବ ନାହିଁ। କିନ୍ତୁ ଏ ସୁସମାଚାର ଅତି ବହୁମୂଲ୍ୟ ଆଉ ମୂଲ୍ୟବାନ କାର୍ଯ୍ୟ ସାଧକ ତାହା ଅଟେ। ଆଜି ଆମେ ଚାହୁଁଛୁ କି ପ୍ରଭୁ ଏହି ବାକ୍ୟ, ଏହି ସୁସମାଚାରର ବାକ୍ୟ ପ୍ରଭୁ ମୁଁ ଗ୍ରହଣ କରୁଛି, ବିଶ୍ୱାସ କରୁଛି। ଏତେ ମୂଲ୍ୟବାନ ସୁସମାଚାର ମୋ ହାତରେ ଧରି କେମିତି ପ୍ରଭୁ ସ୍ୱାର୍ଥପର ହୋଇ ଜୀବନ ଯାପନ କରିବି? କେମିତି ପ୍ରଭୁ ମୁଁ ଅପେକ୍ଷା କରିବି କେଉଁ ସଂସ୍ଥା ମତେ ଡାକିଲେ ସିନା ମୁଁ ଯାଇ ସେବା କାର୍ଯ୍ୟ କରିବି, ମତେ ମଣ୍ଡଳୀ ଆପଏଣ୍ଟମେଣ୍ଟ କଲେ ସିନା ମୁଁ ଗୋଟେ ମିଶନାରୀ ହେବି? ମୂଲ୍ୟବାନ ସୁସମାଚାର, ଜୀବନଦାୟକ ସୁସମାଚାର, ମିରାକଲ୍ସ ଠୁ ବଡ଼ ଏ ସୁସମାଚାର, ତାହା ପାଇ ସ୍ୱାର୍ଥପର ହୋଇ ହାତରେ ମନରେ ଜାବୁଡ଼ି ଧରି ଯଦି ଆମେ ସୁସମାଚାର କାର୍ଯ୍ୟ କରିବା ନାହିଁ, କେତେ ପରିତାପର ବିଷୟ। ନର୍କ ତାର ମୁଖ ମେଲେଇ ଅନେଇ ରହିଛି, ମୁଁ ଗ୍ରାସ କରିବି ଏ ଲୋକମାନଙ୍କୁ। ଅନ୍ୟ ପାର୍ଶ୍ୱରେ ଆମେମାନେ ପ୍ରଭୁଙ୍କ ଲୋକମାନେ ସୁସମାଚାର ଧରି ସ୍ୱାର୍ଥପର ହୋଇ ଯଦି ରହିଯିବା, ନିରୀହ ଲୋକମାନେ, ପଡ଼ୋଶୀ ଲୋକମାନେ, ସେମାନେ ସେମାନଙ୍କ ଡେଷ୍ଟିନି କେଉଁଠି କୁଆଡ଼େ ତାହା ଲକ୍ଷ୍ୟ କରନ୍ତୁ। ପ୍ରଭୁ ଏ ଦିନ ମାନଙ୍କରେ ଆମ୍ଭମାନଙ୍କୁ ପ୍ରସ୍ତୁତ କରନ୍ତୁ, ଯେତେକ ପରିତ୍ରାଣ ବିହୀନ ନର୍କ ପଥର ପଥିକ ଆଜି ପ୍ରଭୁ ସୁଯୋଗ ଦେଇଛନ୍ତି। ଆଜି ଅଳ୍ପ ଟିକିଏ ବିଶ୍ୱାସ ବହୁତ ଗ୍ରାହ୍ୟଯୁକ୍ତ ହେଇପାରିବ। ନର୍କକୁ ଗଲା ପରେ କେତେ ବଡ଼ ବିଶ୍ୱାସ କଲେ ମଧ୍ୟ ଅଗ୍ରାହ୍ୟଯୁକ୍ତ ତାହା। ଆଜି ଟିକିଏ ଅନୁତାପ, ଆପଣଙ୍କର ଟିକିଏ ଅନୁତାପ ପ୍ରଭୁ ଗ୍ରହଣ କରିବେ। ନର୍କକୁ ଗଲା ପରେ କେତେ ଅନୁତାପ କଲେ ମଧ୍ୟ ତାର ମୂଲ୍ୟ କିଛି ରହିବ ନାହିଁ। ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ। ପ୍ରଭୁଙ୍କ ପଦ ତଳେ ଏତିକି ପ୍ରାର୍ଥନା କରନ୍ତୁ, ପ୍ରଭୁ ମୁଁ ଜାଣୁଛି ପ୍ରଭୁ ମୁଁ ଜଣେ ପାପିଷ୍ଠ ବ୍ୟକ୍ତି, ତୁମ କୃଷ ନିକଟକୁ ମୁଁ ଆସୁଛି, ମୁଁ ସମ୍ପୂର୍ଣ୍ଣ ରୂପେ ଶରଣ ନେଉଛି ପ୍ରଭୁ, ତୁମ୍ଭ ଉପରେ ମୁଁ ବିଶ୍ୱାସ କରୁଛି, ତୁମେ ମୋର ଏକମାତ୍ର ଉଦ୍ଧାରକର୍ତ୍ତା ଗ୍ରହଣ କରୁଛି। ହୁଏତ ଆମେମାନେ
डिसीजन नेबा दरकार प्रभु एई सुसमाचार जहाँ मु पाइछि अनेकंकु अन्य मानक निकटरे वितरण करिबि प्रभु विदाउट कंडीशन मु जाई प्रचार करिबि प्रभु कहिबि प्रभु हजात्म मानकु लाभ करिबि जदि आमे प्रभुଙ୍କ पद तळे एई डिसीजन सब नेबा प्रभु निश्चित भावे गौरव प्राप्त हेबे एवं आम मानकु से निश्चित भावे आशीर्वाद करिबे प्रभु अल्प वाक्य प्रत्येक को आशीर्वाद करते असंतु समस्त जोर से आम ताली मारिबा प्रभुंकर गौरव निमंते और विशेष करके वर्तमान एवं अंतिम भविष्य को आम कौ स्थान को बाछीचु यह समस्त को एक चेतनार एक वार्ता दि जाइए आजर जुगरे आजर दिन में आम जमती आम बंचीचु एतिक आम यथेष्ट बोलिक आम भाविबा नहीं स्वर्ग जीवा निमंते जो भली आचरण जो भली जीवन शैली लेकिन आम बंचुछु ताहा केवल आमको स्पष्ट भाव में प्रकाश करुच्ची जड़े नरकर यात्री नरकर ज्वाला नरकर कष्ट जंत्रणा को प्रभु को दास अति सुंदर भाव में कौन कर बुझे मोर युवक युवती भाई भाई मान को अनुरोध करुच्ची एक उदास जीवन यापन करतु नहीं प्रभु को सानिध्य को आसतु आज गोटे विशेष सुजोग मो पाई पुणी आपण मान निमंत अच्छी आज पर्यंत जो मैंने परित्राण पाई ना परित्राण विहीन जीवन यापन करछंती ए छामुंडा तले आपण मन को प्रभु भग्न पाई दिंतु निज भूल पाई निजर पाप निमंते अनुताप करिया पे सुजोग दिंतु दया करके समस्ते दया करके आपण माने निज को नंबर रखंतु मु समस्त को अनुरोध करुछि समस्ते ठिया पड़त अल्प समय पाई समस्ते ठियांतु प्रत्येक युवक युवती बापा माँ भाई भूणी आज पर्यंत जदि परित्राण संपर्क आपने सुनिश्चित रुहंती जीवनटी क्षणिक मात्र अल्प समय पाई जगत में अच्छु आ गोटे मुहूर्त पर कौन आम जाणु समस्त उठंतु दयापूर्वक कहीं बसंतु नहीं दयापूर्वक समस्त उठंतु आपण मैंने ऊर्ध्व को हाथ उठातु समस्ते प्लीज दया करके हाथ उठातु आपण मैंने परमेश्वर को आड़े निज को प्रभु के पाखे भग्न हूँ निश्चय आपण जीवन में किसी ना कि पाप जोटा कि आपण जीवन को आज पर्यंत वश्य करके रखी नरकर गोटे यात्री भाव में आपण को तैयारी करुचे जो पापर ज्वाला आपण जीवन को कष्ट देउची मु जड़े पापी बोलिके प्रभु के पाखे स्वीकार करतु छाती बाड़ी हूँ प्रभु जड़े पापी मते क्षमा कर समस्ते आम प्रभु निकटवर्ती हो समस्ते प्रभु निकटवर्ती हो कहीं नीरव रुहतु नहीं हाथ प्रार्थना करतु मत किए देखु नहीं प्लीज आमको देखु नहीं कौन लोक स्वर्ग आड़े ऊर्ध्व दृष्टि करतु समस्ते जो आपण साहाय्य आसो से परमेश्वर को ऊर्ध्व दृष्टि करतु समस्ते दयापूर्वक ऊर्ध्व दृष्टि करतु परमेश्वर को आड़े हाथ उठातु प्रार्थना करतु यह गोटे बहुत बड़ा सुजोग मो पाई पुणी आपण मान निमंते आ गोटे मुहूर्त पर आपण कौन होचंती ता आपण सुनिश्चित रहंती जेतक वर्तमान बयस प्राप्त लोक मान अछंती आजिरा मुहूर्त को आपण हाथ छड़ा करंतु नै मोर प्रिय भाई बहन माने समस्ते युवक युवती माने आखि बंद करंतु अनुताप करंतु निजर भूल पाई तुम जीवन जो भूल गुडा